ସାଙ୍ଗମାନେ ଆପଣଙ୍କ ଘରେ ଟଙ୍କା ଗଛ ଅଛି କି? ଯଦି ଟଙ୍କା ଗଛ ଅଛି ନିହାତି ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଟଙ୍କା ଗଛ ରହିଲେ ଆପଣଙ୍କର କ'ଣ କ'ଣ ଫାଇଦା ହୁଏ। ଯଦି ଆପଣଙ୍କ ଘରେ ଟଙ୍କା ଗଛ ଅଛି ଆପଣ ସେ ଟଙ୍କା ଗଛରୁ ବହୁତ କିଛି ହାସଲ କରିପାରିବେ। ଆଉ ସେ ଟଙ୍କା ଗଛରେ କ'ଣ କ'ଣ କରିପାରିବେ ଆପଣମାନଙ୍କୁ ଏ ଭିଡ଼ିଓରେ ବତାଉଛି। ଆଉ କେଉଁଠି ରଖିବେ ଆଉ କେଉଁଠି ରଖିବା ଦ୍ୱାରା ଆପଣଙ୍କର ଘରର ବହୁତ କିଛି ମାନେ ଶୁଭ ହେବ। ଆଉ ଟଙ୍କାର କେବେ ଅଭାବ ରହିବନି। ଆଉ ପଇସା ଆପଣ ଯେତେ ବି ଆସୁଥିଲେ ଘରୁ କେବେ ଅଧିକ ଖର୍ଚ୍ଚ ହୋଇଯାଉଛି, ଖର୍ଚ୍ଚ ହେବନି। ଚାଲନ୍ତୁ ଆପଣ ସେ ବିଷୟରେ କହିବି। ଚାଲନ୍ତୁ ଯଦି ଆପଣଙ୍କର ଟଙ୍କା ଗଛ ଅଛି ସାଙ୍ଗମାନେ ତାକୁ ଦକ୍ଷିଣ ଆଉ ପୂର୍ବ କୋଣରେ ରଖନ୍ତୁ। ଦେଖନ୍ତୁ ଟଙ୍କା ଗଛର କେମିତି ସାଇଜ୍। ଆଉ ଟଙ୍କା ଗଛରେ ଯଦି ଆପଣଙ୍କର ଟଙ୍କା ଗଛ ଅଛି ତାକୁ ଦକ୍ଷିଣ ପୂର୍ବ କୋଣରେ ରଖନ୍ତୁ। ଆଉ ଡେଲି ନମସ୍ତେ ତୁ ମହାମାୟୀ ଶ୍ରୀପୀଠେ ସୁପୂଜତେ ଶଙ୍ଖଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତେ। ମହାଲକ୍ଷ୍ମୀଙ୍କ ନାମ ନେଇକି ଗୋଟେ ଜଳରେ ଫୁଙ୍କିକି ଏଟା ପାଣି ଦିଅନ୍ତୁ। ଆପଣଙ୍କର ବହୁତ କମ୍ ଦିନରେ ଆପଣଙ୍କର ଟଙ୍କା ଗଛର ପ୍ରଫିଟ୍ ଆପଣ ଦେଖିଦେବେ। ଆପଣଙ୍କର ଯେଉଁ ପଇସାର ଅଭାବ ହେଉଛି ସବୁ ଦୂରେଇ ଯିବ। ଆଉ ବହୁତ ସାରା ପଇସା ଇନକମ୍ କରି ଯଦି ଆପଣ ଟଙ୍କା ଗଛ ଉପର ମୁହାଁ ହେଇକି ବଢ଼ୁଛି ତାହେଲେ ଆପଣଙ୍କର ଧନର ପ୍ରାପ୍ତର ଯୋଗ ଅଛି। ବହୁତ ସାରା ଧନର ପ୍ରାପ୍ତର ଯୋଗ ଅଛି। ଆପଣ ସବୁବେଳେ ଏଇ ଟଙ୍କା ଗଛକୁ ଆପଣ ଫ୍ରଣ୍ଟ ଦ୍ୱାରର ଏଣ୍ଟ୍ରି ଦ୍ୱାର ଯିଏ କରିବ ଏଇ ଟଙ୍କା ଗଛରେ ତାର ଫାଷ୍ଟ ନଜର ରହିବ। ଏଇଟା କରନ୍ତୁ ଆପଣ ବହୁତ ଶୁଭମୟ ହେବ।